ଆଦି ନାତାଶାକୁ କହୁଛନ୍ତି, ନାତାଶା ପ୍ଲିଜ୍ ରହିଯାଅ। କ'ଣ କରୁଛ ତମେ? ପାଗଳି ହେଇଯାଇଛ ନା କ'ଣ ତମେ? ସେଇ ଟାଇମ୍ରେ ନାତାଶା ଜୋର ପାଟିରେ ଚିଲେଇକି କହୁଛନ୍ତି, ଏଡି ତମେ ମୋତେ ବିଶ୍ୱାସ କରୁନା କାହିଁକି? ଆରେ ମୋ କଥାକୁ ତ ଥରେ ବିଶ୍ୱାସ କର। ଇଏ ମୁକ୍ତି ବୋଲି ମୁଁ ତାକୁ ଆଜି ପ୍ରୁଭ୍ କରିଦେବି। ବାସ୍ ମୋତେ ଖାଲି ଗୋଟେ ଚାନ୍ସ ଦେଇକି ଦେଖ। ସେଇ ଟାଇମ୍ରେ ଆଦି କହୁଛନ୍ତି, ନାତାଶା ନାଇଁ, ଇଏ ମୁକ୍ତି ନୁହନ୍ତି, ଇଏ ହେଉଛନ୍ତି ଅମ୍ବିକା ଚୌଧୁରୀ। ମୋ କଥା ତମେ ବୁଝିବାକୁ କାହିଁକି ଚେଷ୍ଟା କରୁନା? ସେଇ ଟାଇମ୍ରେ ନାତାଶା କହୁଛନ୍ତି, ପ୍ଲିଜ୍ ଆରେ ଏଡି ତମେ ମୋ କଥା ବୁଝିବାକୁ କାହିଁକି ଚେଷ୍ଟା କରୁନା? କାହିଁକି ବିଶ୍ୱାସ କରୁନା? ମୁଁ ଏବେ ହିଁ ପ୍ରୁଭ୍ କରିଦେବି। ଏମିତି କହିକି ଯେତେବେଳେ ନାତାଶା ଅମ୍ବିକାଙ୍କର ହାତକୁ ଧରୁଛନ୍ତି, ସେଇ ଟାଇମ୍ରେ ନାତାଶାଙ୍କୁ ଆଦି ଟାଣି ଆଣୁଛନ୍ତି ଆଉ କହୁଛନ୍ତି, ନାତାଶା ପ୍ଲିଜ୍ ଚୁପ୍, ଏକଦମ୍ ଚୁପ୍, ବହୁତ ଚିଲେଇ ସାଇଲଣି ତମେ। ଆସ ମୋ ସହିତ ବାହାରକୁ ଆସ। ସେଇ ଟାଇମ୍ରେ ନାତାଶା କହୁଛନ୍ତି, ଏଡି ମୁଁ ଏଇଥିଲାଗି ଚିଲଉଛି, ମୁଁ ଏକଦମ୍ ରାଇଟ୍ କଥା କହୁଛି। ଆରେ ମୁଁ ଜାଣିଛି ଇଏ ହେଉଛି ମୁକ୍ତି। ଆରେ ତମେ ମୋ କଥା ବିଶ୍ୱାସ କରୁନା କାହିଁକି? ଆଉ ଆ ପିଠିରେ କଳା ଯାଇ ଅଛି, ଆଉ ମୁଁ ଏବେ ହିଁ ପ୍ରୁଭ୍ କରିଦେବି। ସେଇ ଟାଇମ୍ରେ ନାତାଶା ଆଦିଙ୍କୁ ଏମିତି କହିକି ଯାଇକି ଅମ୍ବିକାଙ୍କର ଶାଢ଼ୀକୁ ଟାଣି ଦେଉଛନ୍ତି। ସେଇ ଟାଇମ୍ରେ ଅମ୍ବିକା କାନ୍ଦୁଛନ୍ତି ଆଉ ଆଦି ଏସବୁକୁ ଦେଖିକି ସହି ପାରୁନାହାନ୍ତି। ଆଉ ନାତାଶାଙ୍କ ଉପରେ ରାଗିକି ଯାଇକି ସେ ଅମ୍ବିକାଙ୍କ କାନ୍ଧ ଉପରେ ଶାଢ଼ୀ ଗୋଟେ ପକେଇ ଦେଉଛନ୍ତି ଆଉ ଘୋଡ଼େଇ ଦେଉଛନ୍ତି ତାକୁ। ତାପରେ ଆଦି ନାତାଶାକୁ ଗୋଟେ ଶକ୍ତ ଚାପୁଡ଼ା ଦେଉଛନ୍ତି। ସେଇ ଟାଇମ୍ରେ ନାତାଶା କହୁଛନ୍ତି, ଏଡି ତମେ ଆ ପାଇଁ ଏମିତି କହିଲା ବେଳେ ଆଦି କହୁଛନ୍ତି, ଏନଫ୍, ବହୁତ ହେଇଗଲା ତମର, ମୋ ସହିତ ବାହାରକୁ ଚାଲ। ସେଇ ଟାଇମ୍ରେ ନାତାଶା ରାଗିକି କହୁଛନ୍ତି, ମୁଁ ଆକୁ ଛାଡ଼ିବିନି, ମୁଁ ଆକୁ ସମସ୍ତଙ୍କ ଆଗରେ ଏକ୍ସପୋଜ୍ କରିଦେବି। ଛାଡ଼ ମୋତେ ଏଡି, ଆଉ ତୁ ହିଁ ମୁକ୍ତି, ଆଉ ଏଇ ସତ ମୁଁ ସମସ୍ତଙ୍କ ଆଗରୁ ବାହାର କରିକି ହିଁ ରହିବି। ମୋତେ ଛାଡ଼ ଏଡି, ଛାଡ଼। ସେଇ ଟାଇମ୍ରେ ଗାୟତ୍ରୀ ଦେବୀ ସେ ଜାଗାରେ ଆସିକି ପହଞ୍ଚି ଯାଉଛନ୍ତି ଆଉ କହୁଛନ୍ତି, ଓ ମାଇ ଗଡ୍, ଆର ପାଗଳାମି ଏତେ ବଢ଼ିଗଲାଣି। ସେଇ ଟାଇମ୍ରେ ଅମ୍ବିକା ଗାୟତ୍ରୀ ଦେବୀଙ୍କୁ ଯାଇକି କୁଣ୍ଢେଇକି କହୁଛନ୍ତି, ମମ୍ ଇଏ ମୋ ସହିତ ବହୁତ ଖରାପ ବ୍ୟବହାର କରିଛି। ସେଇ ଟାଇମ୍ରେ ଅମ୍ବିକାଙ୍କ କଥା ଶୁଣିକି ଗାୟତ୍ରୀ ଦେବୀ ନାତାଶାକୁ କହୁଛନ୍ତି, ତୁ ମୋ ଝିଅ ସହିତ ଏମିତି ବ୍ୟବହାର କରିଛୁ? ସେଇ ଟାଇମ୍ରେ ଅମ୍ବିକା କହୁଛନ୍ତି, ଥ୍ୟାଙ୍କ ଗଡ୍ ମମ୍, ତମେ ଠିକ୍ ଟାଇମ୍ରେ ଆସିଗଲ। ଆଉ ଏ ଝିଅ ନା ପୁରାପୁରି ପାଗଳି ହେଇଯାଇଛି। ଇଏ ଏମିତି ଡ୍ରାମା କରି ଚାଲିଛି ଯେ ଆଇ କ୍ୟାନ୍ ଟେଲ୍ ୟୁ। ମମ୍ ତମେ ଜାଣିଛ, ଇଏ ନା ପ୍ରଥମେ ମୋତେ ଶାଢ଼ୀ ଚେଞ୍ଜ କରିବାକୁ କହିଲା। କାହିଁକି ନା ମୁଁ ଯେଉଁ ଶାଢ଼ୀ ପିନ୍ଧିକି ଆସିଥିଲି ସେଟା ପୂଜା ପାଇଁ ଠିକ୍ ନଥିଲା। ତାପରେ ମୁଁ କହିଲି ଓକେ ଠିକ୍ ଅଛି। ଦେନ୍ ସେ ମୋତେ ଗୋଟେ ଶାଢ଼ୀ ଦେଲା। ସେଇଟା ବି ଜାଣିଶୁଣି ସେ ମୋତେ ସ୍ଲିଭଲେସ୍ ବ୍ଲାଉଜ୍ ପିନ୍ଧିବାକୁ ଦେଲା। କିନ୍ତୁ ସେଥିରେ କିଛି ଇସ୍ୟୁ ଆସିବାରୁ ମୁଁ ସେ ବ୍ଲାଉଜ୍କୁ ପିନ୍ଧି ପାରିଲିନି। ଆଉ ତାପରେ ବି ସେ ମୋତେ ପୁଣି ଥରେ କନ୍ଭିନ୍ସ କରେଇବାକୁ ଲାଗିଲା। ମୋତେ ହୁଏତ କିଛି ସମୟ ପାଇଁ ଲାଗିଥିଲା ଇଏ ହୁଏତ ତା ଭୁଲକୁ ବୁଝିପାରିଲା, ସେଇଥିପାଇଁ ସେ ବଦଳିଗଲା। ବଟ୍ ନୋ, ଆଇ ରଙ୍ଗ। ଏବେ ମୁଁ ବୁଝିପାରିଲି ଯେ ସେ ଏସବୁ କାହିଁକି କରୁଛି। ଇଏ ତ ସେ ସବୁ କଳା ଯାଇ ଦେଖିବାକୁ ଚାହୁଁଛି, ଯୋଉଟା ମୁକ୍ତିରେ ପିଠିରେ ଆଉ ବାହୁରେ ଥିଲା। ଆଉ ଏଇଥିପାଇଁ ସେ ଏମିତି ପାଗଳାମି କରୁଛି। ସେଇ ଟାଇମ୍ରେ ନାତାଶା କହୁଛନ୍ତି, ହେଲେ ତୋ ଦେହରେ ଏବେ ବି କଳା ଯାଇ ଅଛି। ଏମିତି କହିକି ଯେତେବେଳେ ସେ ଅମ୍ବିକାଙ୍କ ପାଖକୁ ଯାଉଥିଲେ, ସେଇ ଟାଇମ୍ରେ ଗାୟତ୍ରୀ ଦେବୀ ଗୋଟେ ନାତାଶାକୁ ଶକ୍ତ ଚାପୁଡ଼ା ଦେଉଛନ୍ତି। ସେଇ ଟାଇମ୍ରେ ଗାୟତ୍ରୀ ଦେବୀ କହୁଛନ୍ତି, ହାଉ ଡେୟାର ୟୁ, ତୋର ସାହସ କେମିତି ହେଲା ମୋ ଝିଅ ସହିତ ଏମିତି କରିବାକୁ? ଆଉ ଏବେ ଯଦି ପାଦେ ମୋ ଝିଅ ଆଡ଼କୁ ଆସିବାକୁ ଚେଷ୍ଟା କରୁନା, ତୋ ଗୋଡ଼କୁ କାଟିକି ତୋ ହାତରେ ଦେଇଦେବି। ଏ ଝିଅ ସହିତ ତମର ମ୍ୟାରେଜ୍ ହେବାକୁ ଯାଉଛି ନା? ଏ ଝିଅ ତମର ୱାଇଫ୍ ହେବାକୁ ଯାଉଛି ନା? ହେଲେ ଏ ଝିଅ ଜଣେ ବହୁତ ବଡ଼ ମେଣ୍ଟାଲ ପେସେଣ୍ଟ। ହଁ ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାର ସିରିଏଲରେ ଆପଣମାନେ ଆଜିର ଅଧ୍ୟାୟରେ ଏମିତି କିଛି ସବୁ ଦେଖିବାକୁ ପାଇବେ।